জয় জগন্নাথ, জয় জগন্নাথ, জয় জগন্নাথ। সমস্ত আধ্যাত্মিক বন্ধুମାନଙ୍କୁ ରାମ ରସ ବିବାସ କୃଷ୍ଣ ରସ ବିବାସ ଭକ୍ତ ବୃନ୍ଦମାନଙ୍କୁ ବ୍ରାହ୍ମଣ ଗୁରୁମାନଙ୍କୁ ସାଧୁ ସନ୍ଥମାନଙ୍କୁ ମାତୃଶକ୍ତି ମହେଶୀ ମାମାନଙ୍କୁ ମୋର ଏ ବ୍ରହ୍ମ ମୁହୂର୍ତ୍ତରେ ଅନନ୍ତ କୋଟି ପ୍ରଣାମ। ଆଜ୍ଞା, ଆଜି ଆମେ ଜାଣିବା ଯେ ଓಂ ଉଚ୍ଚାରଣ କଲେ ଆଉ ଶଙ୍ଖ ବଜେଇଲେ କ'ଣ ଫଳ ମିଳେ। ଓଁ ଆତ୍ମିକ ବଦଳି ଯାଏ ଓଁକୁ ଉଚ୍ଚାରଣ କଲେ। ଓଁ ଉଚ୍ଚାରଣ ଦ୍ୱାରା ପ୍ରାଣଶକ୍ତି ଊର୍ଦ୍ଧ୍ୱଗାମୀ ହୁଏ। ଏହାକୁ 7 ଥର ଉଚ୍ଚାରଣ କଲେ ଶରୀର ରୋଗ ଉତ୍ପନ୍ନକାରୀ କୀଟାଣୁ ଦୂର ହେବାକୁ ଲାଗନ୍ତି ଆଉ ଏ ହୃଦୟରୁ ହତାଶ ଭାବ ହେଉଛି ଦୂର ହୁଏ। ତେବେ ଶଙ୍ଖଧ୍ୱନି ଦ୍ୱାରା ଉତ୍ପନ୍ନକାରୀ ଜୀବାଣୁ ନଷ୍ଟ ହୋଇଯାଆନ୍ତି। ଆଉ ସଞ୍ଜବେଳେ ଶଙ୍ଖ ବଜେଇଲେ ଭୂତ ପ୍ରେତ ରାକ୍ଷସ ପଳାୟନ କରନ୍ତି, ଖନା ଦୋଷ ଦୂର ହୁଏ, ଆଉ ମୁଖର କାନ୍ତି ବୃଦ୍ଧି ପାଏ, ଆଉ ପାଚନ ଶକ୍ତି ବଢ଼େ। ଆଉ ନମସ୍କାର କଲେ କ'ଣ ହୁଏ? ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। କୌଣସି ବୟସ ପିତା ମାତା ସନ୍ଥ ଜ୍ଞାନୀ ମହାପୁରୁଷଙ୍କ ଆଗରେ ହାତ ଯୋଡ଼ି ନତମସ୍ତକ ହେଲେ ଅହଙ୍କାର ଆଜ୍ଞା ଦ୍ରବୀଭୂତ ହୁଏ, ଅନ୍ତଃକରଣ ଶୁଦ୍ଧ ହୁଏ। ନମସ୍କାର ଦ୍ୱାରା ଯୋଗମୁଦ୍ରା ମଧ୍ୟ ଦୂର ହୁଏ। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ।